ନିର୍ବାଚନୀ ପାରଦର୍ଶିତାକୁ ବଢ଼ାଇବା ଲକ୍ଷ୍ୟରେ ଏବେ ଭୋଟର ଆଇଡି କୁ ଆଧାର ସହିତ ଯୋଡ଼ିବାର ପ୍ରକ୍ରିୟା ବଢ଼ିବ। ପ୍ୟାନ୍ କାର୍ଡ ଭଳି ଏବେ ଭୋଟର ଆଇଡି କାର୍ଡକୁ ମଧ୍ୟ ଆଧାର ସହ ଯୋଡ଼ିବାର ଯୋଜନା ଉପରେ ନିର୍ବାଚନ କମିଶନ ଗମ୍ଭୀରତାର ସହ କାମ କରୁଛନ୍ତି। ଏନେଇ ଆଗାମୀ ସପ୍ତାହରେ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି, ଯେଉଁଥିରେ ଗୃହ ମନ୍ତ୍ରାଳୟ, ଆଇନ ମନ୍ତ୍ରାଳୟ ଓ ଆଧାର ଜାରି କରିଥିବା ସଂସ୍ଥା UIDAIର ଶୀର୍ଷ ଅଧିକାରୀ ରହିଛନ୍ତି। ଏହାର ଉଦ୍ଦେଶ୍ୟ ନକଲି ଭୋଟରଙ୍କୁ ଚିହ୍ନଟ କରି ମତଦାତା ସୂଚୀକୁ ସଫା କରିବା। ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁସାରେ 2021ରେ ଜନପ୍ରତିନିଧିତ୍ୱ ଅଧିନିୟମ 1951 ସଂଶୋଧନ ପରେ ନିର୍ବାଚନ କମିଶନ ମତଦାତାଙ୍କ ସ୍ୱ ଇଚ୍ଛାରେ ଆଧାର ନମ୍ବର ଏକାଠି କରିବା ଆରମ୍ଭ କରିଥିଲା। ତେବେ ଏପର୍ଯ୍ୟନ୍ତ ନିର୍ବାଚନ କମିଶନ ଆଧାର ଓ ମତଦାତାଙ୍କ ଚିହ୍ନଟ ଡାଟାବେସ୍ ଲିଙ୍କ କରିନି। ଏହି ପ୍ରକ୍ରିୟା ଏଥିପାଇଁ ଅଣାଯାଇଥିଲା ଯାହାଫଳରେ ଡୁପ୍ଲିକେଟ୍ ଭୋଟର ପଞ୍ଜୀକରଣ ଚିହ୍ନଟ କରି ମତଦାତାଙ୍କ ସୂଚୀକୁ ଶୁଦ୍ଧ କରିପାରିବେ, କିନ୍ତୁ ଆଧାରକୁ ଲିଙ୍କ କରିବା ବାଧ୍ୟତାମୂଳକ ନୁହେଁ। ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂ ସନ୍ଧୁ, ନିର୍ବାଚନ କମିଶନ ବିବେକ ଯୋଶୀ ଏହି ପ୍ରସଙ୍ଗରେ 18 ମାର୍ଚ୍ଚରେ କେନ୍ଦ୍ରୀୟ ଗୃହ ସଚିବ ଗୋବିନ୍ଦ ମୋହ, ବିଧାୟୀ ବିଭାଗର ମହାସଚିବ ରାଜୀବ ମଣି ଓ UIDAIର CEO ଭୁବନେଶ କୁମାରଙ୍କୁ ସାକ୍ଷାତ କରିବେ। ଏହି ବୈଠକ ଏଭଳି ସମୟରେ ହୋଇଛି ଯେତେବେଳେ TMC ପଶ୍ଚିମବଙ୍ଗ ସହିତ କିଛି ରାଜ୍ୟରେ EPIC ନମ୍ବର ଥିବା ମତଦାତାଙ୍କ ପ୍ରସଙ୍ଗ ଉଠାଇଛି। ଏହା ଉପରେ ନିର୍ବାଚନ କମିଶନର ମାନିଛନ୍ତି ଯେ କିଛି ରାଜ୍ୟରେ ଭୁଲ ଆଲଫାନ୍ୟୁମେରିକ ସିରିଜ କାରଣରୁ ଗୋଟିଏ ନମ୍ବର ଦ୍ୱିତୀୟ ଥର ଜାରି କରାଯାଇଥିଲା। ଏହିଭଳି ଖବରର ଅପଡେଟ୍ ପାଇଁ ଆମ ସହିତ ଏହିଭଳି ଯୋଡ଼ି ରୁହନ୍ତୁ। ଧନ୍ୟବାଦ।